मारी 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 दियो रुद्र को विश्वास ए भाउज ए जोड़ा जाक कौन पीरी पिठा बदल भाया बदली गले अरे तार जो मो कथा विश्वास न करी तम भली कोन चोर चोरी न कथा विश्वास करे अरे भाउज एई नहीं सुन माना पोमा रुद्र को तमर एते विश्वास को पुलिस ने धरै दियो एते कथा हबर जीव काई कहलो बापा मां हिसाब रे तमे जदी चोरी करिथिबो ए सारा बाहर समाज रे मु केमिति मुह देखाइबी तमर पुओ हिसाब रे तम मन को मोर विनम्र अनुरोध मोर गेली आशा भाजर हारटा तांको फेरेई दियो बुझिला भाउज प्रकृति दीटा के बदमाश लाଗୁଛନ୍ତି तमे छाड़ पारिटा मते दियो देखियो ठक ठक केंद्र मांगी जीवे कहबे आ देख नीति अरे कहबे रुद्र पाड़े में होते तो तू मते पाड़ा रे अरे हम जदी चोरी आइबो मोरी पुतरे चोरी आइबो सुनारो के देखि नथिली सुना देखि ओ मनटा चहली जाइतिबो हेलो ए ठीक कथा कहिछु सरा सुन्नात बरा नारिंगर लोभ एई लोभ बसवती है तू ताले हालटा चोरी करछु फाइनल हे गला कह हालटा कोन रखिछु अरे कहबे कह तो मोर पुनी कोन है अरे तो माज दे जा चले हाथ दे बड़ा अरे यही आता है तो बड़ी कुटटा को बड़ा करी এই হাতে সে আলোচনা করি ডাক্তার অমজের সৃষ্টি করছি এই বাড়ির লোকটা হাতটা ভাঙি দিয়ে পথে পড়াইবা পূর্বরু মানে চোরানি মাতার গর্ভকো কলকাতারে পৌঁছে তো অপবিত্র গর্ভরু তো ভଳି কোটি পবিত্র সন্তান জন্ম নেইছি अरे ना 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 अरे से तो बड़े दरकार नहीं जदि बाड़ेबू तो छात्री गोटे मारी छात्री जो पंचर आड़ चूर्ण कर दी केउठी पानी केउ साहस रे तो बड़े कृष्णचंद्र को से पुत्र नदी क्षीर नहीं थिला आ तार पंचर आड़ भागी गले से बुझिबो तो पड़ी सुलभ जन्म करी अयोग्य माई की दुर्दशा भोग्य को पड़ी अरे बड़ा कुछ सब फाइनल है गला बारे एले कथा दशदा को नुए प्रत्येक साला नंद गुणा अरे तो पापा तो बड़ा बूढ़ा है रे मते बड़ा अरे जा अरे रुद्र तो माटा रोगी गई যদি পারে হতা আমি মরতে বড়া কি ফাঁস লাগে নাই মারি মারি শাসন করো আর যদি মো ঘরটা বাহার করো ভাউজ বাড়ে তো কি করবো একটা সাম্বর মারো যে এই দুইজন করো রঙ্গ রস একদম বাহার যাব সারা ফাইনাল হয়ে গলা সতরে দুইজন লাগি বাড়ি আবে কহবে আর কোন রকি তো যমুনা উজানি বহিবার কথাটাকে মু বিশ্বাস করিপারে অগ্নিরে শীতলতা আছে এ কথাকে মু বিশ্বাস করিপারে অমাবাস্যা তিথিরে চন্দ্রমার উপস্থিতিকে মু বিশ্বাস করিপারে
କୌଣସି ସାମାନ୍ୟ ସୁନାହାର ଧରିଛନ୍ତି ଏ କଥାକୁ ମୁଁ ଆଦୌ ବିଶ୍ୱାସ କରିପାରିବି। ତମକୁ ବିଶ୍ୱାସ କରିବାକୁ ପଡିବ ଭାଇ। ସେଇଟା ସାମାନ୍ୟ ହାର ନୁହେଁ, 3,75,000 ଟଙ୍କାର ହାର। 3,75,000 ଟଙ୍କାଟା ତମ ପାଇଁ ବଡ ହେଇଥାଇପାରେ, କିନ୍ତୁ ଏମାନଙ୍କ ପାଇଁ ନୁହେଁ। କାହିଁକି ନୁହେଁ ଶୁଣେ? କାହିଁକି ନା ଆପଣା ସୁନାଟା ଭେଣ୍ଡି। କାହିଁକି ନା ସେ ମୂଲ୍ୟବାନ ମୁକ୍ତାହାର ମୂଲ୍ୟ ଏମାନେ ବୁଝନ୍ତିନି। ପ୍ରଭୁ ଭକ୍ତ ହନୁମାନ ସାଜି ସେ ଖୋଜି ଉଠନ୍ତି ସେ ମୂଲ୍ୟବାନ ମୁକ୍ତାରୁ ତାଙ୍କ ପ୍ରଭୁ ରାମ କୋଉଠି। ଆରେ ଯୋଉଟା ଏ ଆଖି ନ ଦେଖିଛି ତମେ କହିବ ମୁଁ ସେ କଥାକୁ ବିଶ୍ୱାସ କରିବି, କେବେ ବିଶ୍ୱାସ କରିବିନି। ବିଶ୍ୱାସ ତମକୁ ବିଶ୍ୱାସ କରିବାକୁ ହବ ଭାଇ। You shut up! ମୋ ସାମ୍ନାରେ ମୋ ଉପରେ ଜବାବ ଦେବା ପାଇଁ ତୋର ସାହସ ହେଲା କେମିତି? ଆରେ ମୋ ଘରେ ମଉସା ମାଉସୀ ଉପରକୁ ହାତ ଉଠିବା ପାଇଁ ତୋର ସାହସ ହେଲା କେମିତି? ଚାଲିଛି ରିକ୍ସା ଭୁଲି ଯାଇଛି। ଆରେ ତୁ ମୋ ବାପାଙ୍କ ଠାରୁ ମୋ ମାଙ୍କ ଠାରୁ ମତେ ଛଡେଇ ନେଇଛୁ, ଆର ପ୍ରତିଶୋଧ ମୁଁ ନେବି। ଆଜି ତୋ କଥା ଅନୁସାରେ ମୁଁ ଚାଲି ଯାଉଛି, ଆଉ ଯୋଉ ଦିନ ଫେରିବି ଆସୁଛେ ଆସୁଛେ ହାରଟା ଶୂନ୍ୟ ଶୂନ୍ୟ ଗଲା। ଗୋଟିଏ ନୁହେଁ, ଏମାନଙ୍କ ପାଇଁ 10-10ଟା ହାର ହଜିଗଲେ ମୋ ମନକୁ ଯେତିକି କଷ୍ଟ ହେବନି, ଏମାନଙ୍କୁ ଅସମ୍ମାନିତ କଲେ ମୋ ମନକୁ ବହୁତ କଷ୍ଟ ହେବ। ମୁଁ ତମକୁ ଖବରଦାର କରୁଛି ଚାଷା, ଆଉ ଦିନକ ପାଇଁ ଯେମିତି ଏମାନଙ୍କୁ କଦର୍ଯ୍ୟ ବ୍ୟବହାର ନ କର। ମୁଁ ଦେଖୁଛି ଏ ଚାକର ଓ ଚାକରାଣୀଙ୍କ ଉପରେ ତମର ବହୁତ ବିଶ୍ୱାସ ଅଛି। ଯଦି ସେ ବିଶ୍ୱାସର ଗଭୀରତାକୁ ସମ୍ମାନ ଦିଅ ମୁଁ ଖୁସି ହେବି, ଆଉ ଯଦି ସେ ବିଶ୍ୱାସର ଗଭୀରତାକୁ ମାପିବା ପାଇଁ ଚେଷ୍ଟା କର ପାରିବନି, ଅସମ୍ମାନିତ ହେବ। ବିଶ୍ୱାସ ତମର ଚାକର ଚାକରାଣୀ ପାଇଁ ତମ ସ୍ତ୍ରୀକୁ ତମେ ଅସମ୍ମାନିତ କରୁଛ। ତମ ଭଳି ସ୍ତ୍ରୀ ତ ହଉଛି ସାମାନ୍ୟ, ସ୍ୱୟଂ ଭଗବାନ ଯଦି ମୋ ସାମ୍ନାରେ ସେ ଠିଆ ହୁଅନ୍ତି ତାହେଲେ ସିଏ ବି ଅସମ୍ମାନିତ ହେବେ। ବିଶ୍ୱାସ ତମେ ଭୁଲି ଯାଉଛ ମୁଁ ହଉଛି ତମ ସ୍ତ୍ରୀ। ଏମାନେ ଥିଲେ ତମ ଭଳି ଗଣ୍ଡା ଗଣ୍ଡା ସ୍ତ୍ରୀ ମତେ ମିଳିବେ, ଆଉ ତମ ଭଳି ହଜାର ସ୍ତ୍ରୀ ଯେତେ ଚେଷ୍ଟା କଲେ ଏମାନଙ୍କ ଭଳି ନନ୍ଦ ଦୋଷତା ମତେ ଆଣି ଦେଇପାରିବେନି। ବିଶ୍ୱାସ କୋଉଠି ଥିଲ ମୁଁ ଯେତେବେଳେ 3 ମାସର ହୋଇଥିଲି? ଆଉ ଏଇ ମା କ୍ଷୀର ତା ଛୁଆକୁ ନ ଦେଇ ମୋ ଜୀବନ ବଞ୍ଚେଇଥିଲା। ଆଉ ଏଇ ବାପା ମୋ ହାତ ଧରି ବାଟ ଚଲେଇ ଶିଖିଥିଲେ, ଆଉ ସେତିକି ବେଳେ ତମ ଗାଁର ସେଇ ଲୋକର ଆତ୍ମାର ସଦ୍ଗତି କରିବା ପାଇଁ ଆଉ ଏମାନଙ୍କୁ ବିଶ୍ୱାସ କରିବିନି, ଆଉ ତ ତମକୁ ବିଶ୍ୱାସ କରିବି। ତମେ ଖାଲି ଅପେକ୍ଷା କରି ଦେଖ, ଏମାନଙ୍କୁ ଚୋର ବୋଲି ପ୍ରମାଣିତ କରି ଏମାନଙ୍କ ଉପରେ ଥିବା ତମର ବିଶ୍ୱାସଟାକୁ ମୁଁ କେମିତି ଭାଙ୍ଗି ଦଉଛି। ମୋ ଭ୍ରମ ସଂଶୋଧନ କରିବା ନ କରିବା ସେ କଥା ପରେ, ହେଲେ ଏମାନଙ୍କ ପାଖରେ ଯୋଉ ଭୁଲ କରିଛ ତାର ପ୍ରାୟଶ୍ଚିତ କରି ଯାଅ। ଏମାନଙ୍କ ପାଖରେ ପ୍ରାଶ୍ଚିତ କରିବି ମାନେ? କ୍ଷମା ମାଗ କହୁଛି। କ୍ଷମା ନା, ତା ନହେଲେ ମୁଁ ତୁମକୁ ଡିଭୋର୍ସ କରିବି। କ୍ଷମା ମାଗ କହୁଛି, କ୍ଷମା ମାଗ କହୁଛି। ବହୁତ ସହିତ କରି କରି ନିଜ ଜୀବନ ନଷ୍ଟ କରିଦେଉଛ ବିଶ୍ୱାସ। ତୁ ଆମକୁ ଏ ଘର ବାହାର କରିଦେଲେ, ଆମ ନିଜ ପୁଅ ଯେତେବେଳେ ଆମ ବିରୁଦ୍ଧରେ ସାକ୍ଷୀ ଦଉଛି ଆମେ ବହୁ ପାପ ହାର ଚୋରି କରିଛୁ, ତାହେଲେ ଏ ଘରେ ରହିବା ଆମର ଉଚିତ ହବନି। ଆମେ ଏଠୁ ଚାଲି ଯାଉଛୁ ଆମେ ଏଠୁ। ରୁହ, କୋଉଟା ଉଚିତ କୋଉଟା ଅନୁଚିତ ଚାଲିଛି। ହେ ନନ୍ଦଦୋଷଦା, ଏ କୃଷ୍ଣ ତା ରାଜ୍ୟରେ ତା ନିଜ ଲୋକମାନଙ୍କ ଦ୍ୱାରା ତମକୁ
ବହୁତ କଷ୍ଟ ଦେଇଛି ସେଇଥିପାଇଁ ତମେ ଘର ଛାଡି ଚାଲିବାକୁ ବସିଛ ନା ହେଲେ ସମୟର ପ୍ରଭାବ ସତୀର୍ଥ ଆସୁ ସେଇଦିନ ଏ ଦୁନିଆ ଆଖିରେ ମୁଁ ଦେଖେଇଦେବି ତମ ଭଳି ନନ୍ଦ ଦୋଷ ତାକୁ ଉଚିତ ନ୍ୟାୟ ଦେବି ଦରକାର ପଡ଼ିଲେ ଘର ଦ୍ୱାର ସବୁ ତ୍ୟାଗ କରିଦେବି ହେଲେ ତମକୁ ନୁହେଁ ତମକୁ ନୁହେଁ ତମକୁ ନୁହେଁ ବିଶ୍ୱାସ